ନୀଳଗିରିର ଡେପୁଟି କଲେକ୍ଟରଙ୍କ ମୟୂରଭଞ୍ଜରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ତଥା ପୂର୍ବତନ ଶୁଳିଆପଦାର ବିଡିଓ ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର 12 ଜଣିଆ ଟିମ୍ ଚଢ଼ାଉ କରିଛି। ତେବେ ନୀଳଗିରିର ବାଲିଗୋହିରୀଠାରେ ସେ ରହୁଥିବା ଭଡ଼ାଘର ସମେତ ମୟୂରଭଞ୍ଜ ଜିଲ୍ଲାରେ ଥିବା ପୈତୃକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତେବେ ଏନେଇ ବୁଧବାର ରାତି ପ୍ରାୟ 9 ଘଟିକା ସମୟରେ ବାରିପଦାଠାରେ ସବିଶେଷ ତଥ୍ୟ ସହିତ ପ୍ରତିକ୍ରିୟା ଦେଇଛନ୍ତି ଭିଜିଲାନ୍ସ ଏସ୍ପି ନରହରି ନାୟକ। ଆମର ଶୁଳିଆପଦା ବିଡିଓ ପରୀକ୍ଷିତ ଜେନା 2021-22 ମସିହାରେ ସେଠି ଥିଲେ ବିଡିଓ। ସେହି ସମୟରେ 1,19,70,79,000 ଅମ୍ବାଡସି ଆମ ଗାଁ ଆମ ବିକାଶ ଫଣ୍ଡସରୁ ବିଭିନ୍ନ ଲୋକଙ୍କୁ କାମ ନକରି ଡାଇଭର୍ଟ କରିଦେଇଥିଲେ। ସେଇ ବାବଦରେ ଆମର ଗୋଟେ କେସ୍ ହେଇଥିଲା, ତାକୁ ବେସ୍ କରି ଆଜି 7ଟା ଜାଗାରେ ସର୍ଚ୍ଚ କରାହେଲା। ସେମାନଙ୍କ ଆକାଉଣ୍ଟ ଡାଇରେକ୍ଟ ଡିପୋଜିଟ୍ କରିଛି ବିଡିଓ, ୱିଦାଉଟ୍ ଡକୁମେଣ୍ଟ, ୱିଦାଉଟ୍ ୱାର୍କ ଅର୍ଡର, କିଛି ତ ନାହିଁ। ଏମିତି ଯଦି ଏଇଭଳିଆ ଅଫିସର ଯଦି ରହିବେ, ମାନେ ପବ୍ଲିକ କ'ଣ ଆଶା କରିବ? ଯଦି ଗଭର୍ଣ୍ଣମେଣ୍ଟ ମନି କିଛି କାମ ନେଇକି ଯଦି ବାଟ ମାରଣା କିମ୍ବା ପର୍ସନାଲ ଗେନ୍ ପାଇଁ ଯଦି ୟୁଟିଲାଇଜ କରିବେ, ଦେଶ ଭାସିଯିବ। ତେଣୁ ଆମକୁ ହିଁ ସଚେତନତା ହେବାକୁ ପଡ଼ିବ। କରପସନ୍ କେମିତି ରୋକାଯିବ ତାର ପଦକ୍ଷେପ ନେବା କଥା।